ସେ ଯଦି ଟାହିଆ ପିନ୍ଧି ଜଗତର ରାଜା ବୋଲାଇବ, ତେବେ ଘୋର ବର୍ଷାରେ ବିନା ଅଳଙ୍କାର ଆଭୂଷଣରେ ପ୍ରଜାଙ୍କ କଥା ବୁଝିବାକୁ କିଏ ରତ୍ନ ସିଂହାସନ ପଛ କରି ଧାଇଁ ଆସିବ? ବଡ଼ ବଡ଼ ଜଗା ଆଖି, ଅଧାଗଢ଼ା ହାତ, କଳା ବଉଦ ଭଳି ମୁହଁ ଆଉ ଗୋଲ ପେଟ ଥାଇ ମଧ୍ୟ ଦୁନିଆର ସବୁଠୁ ସୁନ୍ଦର ଆଉ ସର୍ବୋତ୍ତମ ଯିଏ ବୋଲାଏ, ସିଏ କ'ଣ ଆଜି ବିନା ଟାହିଆରେ ଅସୁନ୍ଦର ଲାଗିପାରିବ? ଦେଖ ଥରେ ତା ଆଖିକୁ। ସିଏ କେମିତି କହୁଛି, ନା ନା, ମୋତେ ନେଇ ରାଜନୀତି କରନି। ମୁଁ ଆଜି ଜଗତର ନାଥ ଜଗନ୍ନାଥ ହେଇ ଆସିନି, ଆସିଛି କାହାର କାଳିଆ ହେଇ, କାହାର ଦୀନବନ୍ଧୁ ହେଇ, କାହାର ଜଗା ହେଇ। ମୁଁ ଆଜି ମୋ ଭକତଙ୍କ ସହ ନାଚିବାକୁ ଆସିଛି, ଭକତଙ୍କ ସହ ଅଧିକ ସମୟ କାଟିବାକୁ ଆସିଛି। ଏଣୁ ରଥକୁ ଯିବାକୁ ମୋର ଜମା ଇଚ୍ଛା ନଥାଏ। ମୁଁ ଏମିତି ହଜିଯିବାକୁ ଚାହେଁ ମୋ ଭକ୍ତଙ୍କ ଗହଣରେ। ଖାଲି ଦୌଡ଼ି ଲଗେଇ ଭିଡ଼ିଲେ ବୋଲି ମୁଁ ଉପାୟହୀନ ଭାବେ ରଥ ଉପରକୁ ଗଲି। ମୋ ଭକ୍ତମାନେ ହେଉଛନ୍ତି ମୋ ମୁକୁଟ। ଟାହିଆ ପିନ୍ଧି ମୁଁ କି ବଡ଼ିମା ଦେଖାଇବି? ମୁଁ ଆଜି ଟାହିଆ ଖୋଲିଛି ମୋରି ଇଚ୍ଛାରେ। ମୁଁ ତ ସାଧାରଣ ଦରଦୀ ବନ୍ଧୁ ହେଇ ଆସିଛି। ମୋର ଏଇ ସୁନ୍ଦର ରଥର ଆବଶ୍ୟକ ବି ନାହିଁ। ହେବ ଯଦି ତୁମରିମାନଙ୍କ କାନ୍ଧରେ ଝୁଲି ଝୁଲି ମୁଁ ମାଉସୀ ଘରକୁ ଯାଇପାରିବି। କାରଣ ମୁଁ ଆଜି ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ମଣିମା ମହାପ୍ରଭୁ ନୁହେଁ। ମୁଁ ତୁମ ଜଗା ହେଇ ଆସିଛି। ହଁ, ତୁମ ସାଙ୍ଗ ହେଇ ଆସିଛି।